ଶସ୍ୟବର ପୀଠସ୍ଥଳୀ ହେଉଛି ଉତ୍କଳ। ଆଜିର ଏହି ଶୀତଳ ସ୍ନିଗ୍ଧ ମଧୁମୟ ପରିବେଶରେ ଅବସ୍ଥିତ ତଥା ଉପସ୍ଥିତ ବିଭିନ୍ନ ବିଚାରକ ମଣ୍ଡଳୀ ଏବଂ ଆକର୍ଷଣୀୟ ପ୍ରତିଭାଶୀଳ ମୋର ପ୍ରତିଦେବୀ ବନ୍ଧୁଗଣ ବା କଥାରେ ଅଛି ପାନ ବିଡ଼ି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା। ପାନ ବିଡ଼ି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା। ଆମେ ହଉଛି ମଣିଷ, ମଣିଷ ହଉଛି ଏ ଦେଶର ସାମାଜିକ ପ୍ରାଣୀ। ଭୁବନେଶ୍ୱର ଦ ସିଟି ଅଫ ଟେମ୍ପଲ ୱାର୍ଲଡ ଯେତେକ ସବୁ ମନ୍ଦିର ମାନଙ୍କ ସହର କୁହନ୍ତି ଆମ ଏ ଭୁବନେଶ୍ୱର ଓଡ଼ିଶା ରାଜା ଗଜପତିଙ୍କ ଦଳରୁ ଚାଲି ଆସିଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ଆଜି ମୁଁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦସ୍ପନ୍ଦରେ ପ୍ରଣାମ ଜ୍ଞାପନ କରି ଆରମ୍ଭ କରୁଛି ମୋର ବକ୍ତବ୍ୟ। କଥାରେ ଅଛି ମଣିଷକୁ ସେ ତ ଜାଳି ଦିଏ ବୋଲି ସିଗାରେଟ ଖୟ ତ କହେ, ମଣିଷକୁ ସେ ତ ଜାଳି ଦିଏ ବୋଲି ସିଗାରେଟ ଖୟ ତ କହେ, ପୁଣି କାହିଁ ଜାଣି ଜାଣି ସେଇ ମଣିଷ ତ ତାହାରି ଧୂମକୁ ପିଏ, ପୁଣି କାହିଁ ଜାଣି ଜାଣି ସେଇ ମଣିଷ ତ ସିଗାରେଟ ଖୟକୁ ପିଏ। ଆଜି ଆମେ ଶିଶୁ, ଆଗାମୀକାଲି ଦେଶର ଆମେ ଭବିଷ୍ୟତ, କିନ୍ତୁ ଆଜି ଆମର ଭବିଷ୍ୟତ ଅନ୍ଧାର ହେଉଛି କାରଣ ବଜାରରେ ମିଳୁଥିବା ନୂଆ ନିଶା ଦ୍ରବ୍ୟ ଏବଂ ଆମ ସମାଜ ଯେ ପର୍ଯ୍ୟନ୍ତ ଗୋଟିଏ ଘର କିମ୍ବା ନିଜସ୍ୱ ବ୍ୟକ୍ତି ନିଶାରେ ପୀଡ଼ିତ ହେଲେ ସେ ପର୍ଯ୍ୟନ୍ତ ଆମେ ମଣିଷ ଆହତ କରିବାନି। ସେ ଯାଉ ଆମ ପରଲୋକ ସେ ଆମ ନିଜର ସେ ମଲା ବସିଲା ଗଲା ଆମର କଣ ଜୀବନ ସେଇ ପର୍ଯ୍ୟନ୍ତ ଯେମିତି ମନୋଭାବ ଆମ ବ୍ୟକ୍ତି ମାନଙ୍କର ଅଛି ସେ ପର୍ଯ୍ୟନ୍ତ ଆମେ କୌଣସି କାମ କରୁନାହିଁ। ସେଇ ମନୋଭାବ ପ୍ରଥମେ ତ ମୁଁ କହିଲେ ଭୁଲ। ଯେଉଁ ପର୍ଯ୍ୟନ୍ତ ନିଜ ମଣିଷ କିମ୍ବା ନିଜସ୍ୱ ନିଶାରେ ଆକ୍ରାନ୍ତ ହେନି ସେ ପର୍ଯ୍ୟନ୍ତ ନିଶାକୁ ବାଦ କରିବା ବୋଲି ଆମେ କହିବାନି। ସିଏ ଆଜି ମୋ ନିଜସ୍ୱ ହେନି ଆଉ ଜଣେ ହେଇଛି ତାକୁ ଆଜି ମନା କରିବି ତେବେ ମୋ ନିଜସ୍ୱ ହବନି। ସେଇମାନଙ୍କୁ ଜଣେ ମହାନ ବ୍ୟକ୍ତି ଲେଖିଥିଲେ କି ନିଶା ଗୋଟେ ଏପରି ରୋଗ ଯାହା ଥରେ ମଣିଷକୁ ଲାଗିଲେ ତାହା ଛାଡେ ନାହିଁ। ତାହାରି କାରଣ ଆମ ଏ ସରକାର। କିପରି ମୁଁ କହୁଛି ଏଆଡେ ସରକାର କହୁଛନ୍ତି କି ନିଶା ନିବାରଣ କର, ନାରୀ ସଶକ୍ତିକରଣ ସବୁ ଛାଡ, କିନ୍ତୁ ଅନ୍ୟପଟେ ଯେ ସେ ମଦ ବ୍ୟବସ୍ଥାକୁ ପୁରସ୍କାର ଦଉଛନ୍ତି ଏହା ହଉଛି ଆମ ଦେଶର ଲଜ୍ଜାର ବିଷୟ। କିନ୍ତୁ ବର୍ତ୍ତମାନ ସମୟ ଆସିଛି ଆମେ ଶିଶୁ, ଆମେ ଯାହା କହିବା ଆମ ଦେଶ ଚାଲିବ। ତ ମୁଁ ଆପଣଙ୍କ ସମସ୍ତଙ୍କୁ କହୁଛି କାନ୍ଧରେ କାନ୍ଧ ମିଳି ହାତରେ ହାତ ମିଳି ଆସନ୍ତୁ ଆମେ ଦେଶକୁ ଆଗେଇ ନେବା। ମତେ ମନେ ପଡେ ଯେ ଆଜି କହିଥିବା ସେ ଜବାହରଲାଲ ନେହେରୁଙ୍କ ଦୁଇଟି କଥା। ଆଗରେ ଅଛି ସେ ପଥ ବହୁତ ଦୂର ଆହୁରି କେତେ ଯେ ବାକି, ଆଗରେ ଅଛି ସେ ପଥ ବହୁତ ଦୂର ଆହୁରି କେତେ ଯେ ବାକି, ଚାଲିବୁ ଚାଲିବୁ ନ ପଡି ଥକି ବୁଝିବା ଆଗରୁ ଆଖି, ଚାଲିବୁ ଚାଲିବୁ ନ ପଡି ଥକି ବୁଝିବା ଆଗରୁ ଆଖି। ଆମେ ଶିଶୁ, ଆମେ ଯଦି ଠିକ ପୁରା ଦେଶ ଠିକ ହବ। କିଏ ହବ ଆମକୁ କହିତେ? ଆଜି ମନେ ପଡିଯାଉଛି ଗାନ୍ଧିଜୀଙ୍କ କହିବା କଥା ନିଶା ସେ ଲୋକ ଥରେ ଗ୍ରହଣ କରେ ତା ଜୀବନ ସାରା ସେ ନିଶା ଛାଡେନି। ସାଧାରଣତଃ ଲୋକ ନିଶାଗ୍ରସ୍ତ ହେବାର ଦୁଇଟି କାରଣ, ଗୋଟେ ଅତ୍ୟଧିକ ଖୁସି ଏବଂ ଅତ୍ୟଧିକ ଦୁଃଖ। ତ ଅତି ଧନ୍ୟ ବ୍ୟକ୍ତି ଯେମାନେ ସମାଜରେ ବାସ କରନ୍ତି ସେମାନେ ତାର କାର୍ତ୍ତିକତା ପାଇଁ ଏହି ନିଶାକୁ ଗ୍ରହଣ କରନ୍ତି, କିନ୍ତୁ ସେ ନିଶାଟାକୁ ତା ଭିତରେ ଏମିତି ମନୋରଞ୍ଜିତ କରିଥାନ୍ତି ସେମାନେ ସେ ନିଶା ଭିତରେ ବାହାର କରନ୍ତି ଏବଂ ଶେଷରେ ସେ ମରଣ ଦ୍ୱାରରେ ପହଞ୍ଚି ମୃତ୍ୟୁ ଏବଂ ମରଣ ସହ ସଂଗ୍ରାମ କରନ୍ତି। ତାହା ଆମେ କରିବା ନାହିଁ, ଆମେ ଯାହା ଶିଖିବା ତାହା କରିବା। ଶେଷରେ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରିବି। अगर रखना है तो कदम आगे रख, पीछे खींचने के लिए लोग है ना। अगर सपना देखना है तो ऊंचा देख, नीचा दिखाने के लिए लोग है ना। तू कुछ कर और दिखा भी लगो, क्योंकि तालियां मारने के लिए लोग है ना, तालियां मारने के लिए लोग है ना। मैं उस देश की नागरिक हूँ जिसके होठों में गंगा और हाथ में तिरंगा है। मैं उस देश की नागरिक हूँ जिसके होठों में गंगा और हाथ में तिरंगा है। मेरा आप सब दिल से हैप्पी रिपब्लिक